ଆପଣ କେବେ ଭାବିଛନ୍ତି ମଣିଷ ଇତିହାସର ସବୁଠୁ ଭୟଙ୍କର ଏବଂ କଷ୍ଟଦାୟକ ମରଣ କେଉଁଟା ଥିଲା? ଏମିତି ଏକ ଦଣ୍ଡ ଯେଉଁଥିରେ ଅପରାଧୀ ପ୍ରତି ସେକେଣ୍ଡରେ ଭଗବାନଙ୍କୁ କେବଳ ମୃତ୍ୟୁ ମାଗୁଥିଲା, କିନ୍ତୁ ମୃତ୍ୟୁ ଆସୁନଥିଲା। ଏହାର ନାଁ ଥିଲା ସ୍କାଫିଜିମ୍। ପ୍ରାଚୀନ ପାରସ୍ୟ ଇତିହାସର ଏହା ଥିଲା ସବୁଠୁ ଭୟଙ୍କର ଦଣ୍ଡ, ଯାହାକି ରାଜାଙ୍କ ସହ ବିଶ୍ୱାସଘାତ କରୁଥିବା ଲୋକଙ୍କୁ କେବଳ ଦିଆଯାଉଥିଲା। ପ୍ରଥମେ ଦୋଷୀକୁ ଦୁଇଟି ଡଙ୍ଗା ମଝିରେ ଉଲଗ୍ନ କରି ଏମିତି ବନ୍ଧା ଦିଆଯାଉଥିଲା ଯେମିତି କେବଳ ତାର ମୁଣ୍ଡ, ହାତ ଓ ଗୋଡ଼ ବାହାରକୁ ବାହାରି ରହିବ। ଦ୍ୱିତୀୟରେ ତାକୁ ଜବରଦସ୍ତି ପ୍ରଚୁର ମାତ୍ରାରେ କ୍ଷୀର ଏବଂ ମହୁ ଖିଆଇ ଦିଆଯାଉଥିଲା, ଯେଉଁଥିପାଇଁ ତାକୁ ପ୍ରବଳ ଝାଡ଼ା ହେଉଥିଲା। ତା ସହିତ ଅପରାଧୀର ପାଟି, ଆଖି ଓ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ମହୁ ବୋଳି ଦିଆଯାଉଥିଲା। ଶେଷରେ ତାକୁ ସେହି ଅବସ୍ଥାରେ ଏକ ପଚା ପୋଖରୀ କିମ୍ବା ଜଳାଶୟରେ ଛାଡ଼ି ଦିଆଯାଉଥିଲା। ମହୁର ବାସ୍ନା ଏବଂ ତାର ମଳମୂତ୍ରର ଗନ୍ଧରେ ହଜାର ହଜାର ବିଷାକ୍ତ ପୋକ, ମହୁମାଛି ଓ ପିମ୍ପୁଡ଼ି ତା ଶରୀରକୁ ଘେରି ଯାଉଥିଲେ। ସେ ପୋକଗୁଡ଼ିକ ତା ଶରୀର ଭିତରକୁ ପଶିଯାଇ ତାକୁ ଜୀବନ୍ତ ଅବସ୍ଥାରେ ତା ଶରୀରକୁ ଧୀରେ ଧୀରେ ଖାଇବା ଆରମ୍ଭ କରୁଥିଲେ। ମଣିଷଟି ପ୍ରାୟ 17 ଦିନ ପର୍ଯ୍ୟନ୍ତ ଏହି ନର୍କ ଯନ୍ତ୍ରଣା ଭୋଗି ଭୋଗି ପୋକମାନଙ୍କ ଖାଦ୍ୟ ସାଜି ଶେଷରେ ସେ ପ୍ରାଣ ହରାଉଥିଲା। ଯଦି ଆପଣ ରାଜା ହେଇଥାନ୍ତେ, ତେବେ ଏହି ଦଣ୍ଡ କାହାକୁ ଦେଇଥାନ୍ତେ, ତାକୁ ନିଶ୍ଚିନ୍ତ ଟ୍ୟାଗ୍ କରିଦିଅନ୍ତୁ।